ଆଜିର ଦିନରେ ମଧ୍ୟ ବଦଳି ଯାଇଥିଲା। ଭାଇର ରାଜ ବଦଳି ଯାଇଥିଲା ଏବଂ ଏ ବର୍ଷ ଏ ଚାରରେ ମଧ୍ୟ ଗୋଟେ ଚାରି ଗଲା, ସେ ଚାରରେ ମଧ୍ୟ ଭଉଣୀର ରାଜ ମଧ୍ୟ ବଦଳିଗଲା। ଚାରିଟା ସମସ୍ତ ଓଡ଼ିଶାବାସୀ ମନେ ରଖିବେ, ଚାରି ଓଡ଼ିଶାର ଲୋକ ସବୁ ମନେ ରଖିବେ। ଆଉ ବିଶେଷ କରି ମୁଁ ମନେ ରଖି ଏଥିପାଇଁ ଯେ ମୋ ନିର୍ବାଚନ ମଣ୍ଡଳୀ ଗୋପାଳପୁରରେ ମୋଦିଜୀ ମୁକ୍ତ କଣ୍ଠରେ କହିଥିଲେ, ଉଦ୍ଘୋଷଣା କରିଥିଲେ ଯେ ଚାରି ହେଉଛି ଏକ୍ସପାୟାର ଡେଟ୍। ଆଉ ସତରେ ସେଇଟା ବାସ୍ତବରେ ପରିଣତ ବି ହେଲା। ଆଜିର ଦିନରେ ମଧ୍ୟ ବଦଳି ଯାଇଥିଲା। ଭାଇର ରାଜ ବଦଳି ଯାଇଥିଲା ଏବଂ ଏ ବର୍ଷ ଏ ଚାରରେ ମଧ୍ୟ ଗୋଟେ ଚାରି ଗଲା, ସେ ଚାରରେ ମଧ୍ୟ ଭଉଣୀର ରାଜ ମଧ୍ୟ ବଦଳିଗଲା। ଚାରିଟା ସମସ୍ତ ଓଡ଼ିଶାବାସୀ ମନେ ରଖିବେ, କାରଣ ଯେଭଳି ଭାବେ 24 ବର୍ଷ କାଳ ଓଡ଼ିଶାର ଜନମାନସ ଗ୍ରହଣ କରିପାରୁନଥିବା ଜନବିରୋଧୀ ଗୋଟେ ସରକାର ଚାଲିଥିଲା, ତାର ସମାପ୍ତ ଘଟିଥିଲା ଏବଂ ନୂଆ କରି 2 ବର୍ଷ ତଳେ ଆମକୁ ଲୋକେ କ୍ଷମତାସୀନ କରିଥିଲେ ଏବଂ ଆମେ ମଧ୍ୟ କ୍ଷମତାକୁ ଆସିଲା ପରେ ଯାହା ଯାହା ବାଧା କରିଥିଲୁ, ଯାହା ଯାହା ପ୍ରତିଶ୍ରୁତି ଦେଇଥିଲୁ, ପ୍ରାୟ ପାଖାପାଖି ସବୁଗୁଡ଼ାକ ଆମେ ପୁରା କାମରେ ଲଗାଇ ସାରିଲୁଣି, କାର୍ଯ୍ୟକାରୀ କରିସାରିଲୁଣି। ଗୋଟେ 24 ଘଣ୍ଟା ଭିତରେ ଆଶ୍ଚର୍ଯ୍ୟର ସହିତ ଆମେ ଚାରିଦ୍ୱାର ଖୋଲିଥିଲୁ, ସୁଭଦ୍ରାର ଘୋଷଣା କରିଥିଲୁ ଏବଂ ଚାଷୀକୁ 3100 ଟଙ୍କା ଦେଇଥିଲୁ, 200 କୋଟି ଟଙ୍କାର କର୍ପସ ଫଣ୍ଡ କରିଥିଲୁ। ଏ ଯାହା ଯାହା ଆମେ ଘୋଷଣା କରିଥିଲୁ ତାହା ଆରମ୍ଭ କରିଦେଲୁ। ସେଇ ଦିନଠାରୁ ଶପଥ ନେବା ଦିନଠାରୁ ଆରମ୍ଭ କରିଦେଇଥିଲୁ ମଧ୍ୟ ଏବଂ ବାସ୍ତବରେ ଲୋକେ ଯାହା ଭାବିକିରି ଆମକୁ ପରିବର୍ତ୍ତନ କରିଥିଲେ, ମୋଦିଜୀଙ୍କର କଥାକୁ ପାଳନ କରିକିରି ଅକ୍ଷର ଅକ୍ଷରେ ପାଳନ କରି ସତ୍ୟରେ ପରିଣତ କରିଥିଲେ। ଆଉ ସେ କଥାକୁ ମଧ୍ୟ ଆମେ ମଧ୍ୟ ସାକାର କରୁଛୁ। ରହିବନି ମଧ୍ୟ ଲୋକେ ଦେଖୁଛନ୍ତି ଯେ କେନ୍ଦ୍ର ଆଉ ରାଜ୍ୟର ଯେଉଁ ସଂଘୀୟ ବ୍ୟବସ୍ଥାରେ ସରକାରଟା ଯେଉଁ ସମାନ୍ତର ଭାବେ ଚାଲିବ, ଗୋଟେ ସରକାର ହେବ, ତାହେଲେ ବିକାଶ କ୍ଷିପ୍ର ଗତିରେ ହେବ, ଯାହା ଓଡ଼ିଶାରେ ହେଉଛି, ବାଙ୍ଗଳାରେ ମଧ୍ୟ ହେବ।